ପିଲାମାନେ ଡାନିଏଲ୍ ଡିଫୋଙ୍କ ଜନ୍ମ 1659 ମୃତ୍ୟୁ 1731। ଜୀବନର ପ୍ରଥମ ପାଦରେ ସେ ହୁଇଗ୍ ଏବଂ ଟୋରି ଦଳ ସହ ସମ୍ପୃକ୍ତ ରହି ବହୁ ରାଜନୈତିକ ଲେଖା ପ୍ରକାଶ କରିଥିଲେ। କିଏ? ଡାନିଏଲ୍ ଡିଫୋ। ଏଥିମଧ୍ୟରୁ ଅଧିକାଂଶ ନିଜର ପତ୍ରିକା ଦ ରିଭ୍ୟୁରେ ପ୍ରକାଶ ପାଇଥିଲା। 1719ରୁ 1725 ମଧ୍ୟରେ ତାଙ୍କର ପ୍ରାୟ 9ଟି ଗଦ୍ୟ ରଚନା, ଯେଉଁଟା ଆମେ ଫିକ୍ସନ୍ କହୁଛେ, ପ୍ରକାଶ ପାଇଛି। କିନ୍ତୁ ସୀମିତ ସମୟ ମଧ୍ୟରେ ସେ ବହୁ ଦ୍ରୁତ ଗତିରେ ଲେଖା ହୋଇଥିବାରୁ ଏଗୁଡ଼ିକ ତ୍ରୁଟିବହୁଳ, ତରତର ହେଇକି ଗୁଡ଼ାଏ ଲେଖି ପକାଇଲେ, ଭୁଲ ଭଟକା ବାହାରିଲା। ସେଥିମଧ୍ୟରୁ ରବିନସନ୍ କ୍ରୁସୋ ହେଉଛି ଯେଉଁଟାକି ତାଙ୍କୁ ଡାନିଏଲ୍ ଡିଫୋଙ୍କୁ ଫେମସ୍ କରିଥିଲା। ରବିନସନ୍ କ୍ରୁସୋ ଗୋଟିଏ ବାସ୍ତବ ଘଟଣାକୁ ନେଇ ରବିନସନ୍ କ୍ରୁସୋଟିର ପରିକଳ୍ପନା। ଜାହାଜର କ୍ୟାପ୍ଟେନଙ୍କ ସହ ମତାନ୍ତର ହେତୁ 1704ରେ ଆଲେକ୍ଜାଣ୍ଡର ସେଲକାର୍କ ନାମକ ଜଣେ ଇଂରେଜୀ ନାବିକଙ୍କୁ ଜୁଆନ୍ ଫର୍ଣ୍ଣାଣ୍ଡେଜ ଦ୍ୱୀପରେ ଅଟକି ଯିବାକୁ ହୋଇଥିଲା। 1709ରେ ଅନ୍ୟ ଏକ ଜାହାଜ ଦୈବାତ ସେହି ବାଟ ଦେଇ ଯିବାରୁ ସେ ସେହି ଜନହୀନ ଦ୍ୱୀପରୁ ଉଦ୍ଧାର ପାଇଥିଲେ। ଉକ୍ତ ରୋମାଞ୍ଚକର କାହାଣୀ ଗ୍ରନ୍ଥଟିର ଲୋକପ୍ରିୟତାର ଅନ୍ୟତମ କାରଣ। ଅନ୍ୟ ଉପନ୍ୟାସ ପରି ଏହାର କଥାବସ୍ତୁରେ ଶିଥିଳତା ପରିଲକ୍ଷିତ ହୁଏ। ଉଦାହରଣ ସ୍ୱରୂପ ଉକ୍ତ ଦ୍ୱୀପର ବର୍ଣ୍ଣନା କରିବା ଭିତରେ ଲେଖକ ଅନ୍ୟାନ୍ୟ ଦ୍ୱୀପର ବିରକ୍ତିକର ବର୍ଣ୍ଣନା ଯେଉଁ କରିଛନ୍ତି। ଏହା ବ୍ୟତୀତ ଚରିତ୍ର ଚିତ୍ରଣ ତଥା ଚରିତ୍ରଗତ ଯେଉଁ ଟେକ୍ନିକ୍ରେ ଟିକେ ଅଭାବ ହେତୁ ଏହାକୁ ପ୍ରକୃତ ଉପନ୍ୟାସ ଭାବରେ ଗ୍ରହଣ କରାଯାଇ ନଥାଏ। ପିଲାମାନେ ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ଆଜି ପାଇଁ ଏତିକି ରହୁଛି। ହାଭ୍ ଏ ଗୁଡ୍ ଡେ।